ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଶ୍ରମିକ ଭବନଠାରେ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଓଡ଼ିଶା ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶରତ ଚନ୍ଦ୍ର ରଣବିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଓଡ଼ିଶାର ରାଜ୍ୟ ସଭାପତି ଚିତ୍ତରଞ୍ଜନ ମଲ୍ଲିକ, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ ମହିଳା ସଭାନେତ୍ରୀ ଅନିତା ନାୟକ, ଧୀରେନ୍ଦ୍ର ଭୋଇ, ତପନ କୁମାର ପ୍ରଧାନ, କନକଲତା ସେଠୀ, ମଦନ ନାୟକ, ଜମନକିରା ବ୍ଲକ ସଭାପତି ହରମୋହନ ପଟେଲ, ବାମରା ବ୍ଲକ ସଭାପତି ଜୟକୃଷ୍ଣ ଭଇଁସା, କୁଚିଣ୍ଡା ବ୍ଲକ ସଭାପତି ଜୟକୃଷ୍ଣ ବେସନ ଯୋଗଦେଇ ଦଳକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ରେଡ଼ାଖୋଲ, ରେଙ୍ଗାଲି ବ୍ଲକ, କୁଚିଣ୍ଡା ବ୍ଲକ, ଝୁମୁରା ବ୍ଲକ, ଜମନକିରା ବ୍ଲକ, ନାକଟି ଦେଉଳ ବ୍ଲକ, ବାମରା ବ୍ଲକର ସଭାପତି ଓ କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ଲୋକମାନଙ୍କୁ ଯୋଡ଼ିବାର ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ସଭାପତି ଚିତ୍ତରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ସମ୍ବଲପୁରରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। कौन काम कर आम कहे आम बीजेपी सरकार अच्छी आमको चाउल दूसरी डाली दूसरी भत्ता दूसरी पैसा